ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଉତ୍ସବ ଶିବ ପାର୍ବତୀ ବିବାହ କାର୍ଯ୍ୟ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଶୈବପୀଠରେ ସମ୍ପନ୍ନ ହୋଇଥିବା ବେଳେ ବାଲେଶ୍ୱର ସହରର ରାଜାବଗିଚା ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣନରେ ଅନୁରୂପ ଉତ୍ସବ ବେଶ ଧୁମଧାମ ସହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଆଧ୍ୟାତ୍ମିକ ପରିବେଶ ହରପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବରକର୍ତ୍ତା ଭାବେ ଅଜୟ କୁମାର ଶୁକ୍ଳା ଓ କନ୍ୟାକର୍ତ୍ତା ଭାବେ ପ୍ରଭଞ୍ଜନ ପାଢ଼ୀ ଦାୟିତ୍ୱ ତୁଲାଇଥିଲେ। ସମ୍ପୂର୍ଣ୍ଣ ଓଡ଼ିଆ ପରମ୍ପରା ଓ ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବିବାହ କର୍ମକାଣ୍ଡ ପୂର୍ବରୁ ସକାଳେ କନ୍ୟାକର୍ତ୍ତା ଶ୍ରୀ ପାଢ଼ୀ ବରକର୍ତ୍ତାଙ୍କ ସମେତ ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କୁ ବିବାହ କାର୍ଯ୍ୟ ପାଇଁ ଆମନ୍ତ୍ରଣ କରିଥିଲେ। ସେହି କ୍ରମରେ ବରକର୍ତ୍ତା ଶ୍ରୀ ଶୁକ୍ଳାଙ୍କ ପକ୍ଷରୁ ବାବା ବିଶ୍ୱନାଥଙ୍କ ସମସ୍ତ ନୀତିପୂଜା ସହ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଏକ ପଟୁଆରରେ ବରପକ୍ଷ କନ୍ୟାକର୍ତ୍ତା ଶ୍ରୀ ପାଢ଼ୀଙ୍କ ବାସଭବନକୁ ଯାଇଥିଲେ। ସେଠାରେ ବରଧରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଶ୍ରୀ ପାଢ଼ୀଙ୍କ ବାସଭବନରେ ନିତ୍ୟ ପୂଜିତ ମା ପାର୍ବତୀଙ୍କ ନିକଟରୁ ଆଜ୍ଞା ପାଇବା ପରେ ରାଧାକୃଷ୍ଣ ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ବ୍ରାହ୍ମଣଙ୍କ ବେଦପାଠ ଓ ଜ୍ୟୋତିଷଙ୍କ ପଞ୍ଜିକା ନିର୍ଘଟ ଅନୁସାରେ ଉଭୟ ବରକନ୍ୟାଙ୍କୁ ସୁସଜ୍ଜିତ ମଣ୍ଡପରେ ବିଜେ କରାଯାଇଥିଲା। ସେଠାରେ କନ୍ୟାମାତା ଓ ବରମାତା କନକାଞ୍ଜଳି ବାନ୍ଧିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ଓଡ଼ିଆ ରୀତିନୀତି ଅନୁସାରେ 7 ଜଣ ସଧବା ବିବାହ ବେଦୀରେ ବରକନ୍ୟାଙ୍କୁ ବନ୍ଦାପନା କରିଥିଲେ। ଏହାପରେ ଯଜ୍ଞାନୁଷ୍ଠାନ ସହ ବରକନ୍ୟାଙ୍କର ହାତଗଣ୍ଠି ପଡ଼ିଥିଲା। ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ତଥା ମହିଳାଙ୍କର ଶଙ୍ଖ ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ହରଗୌରୀମୟ ହୋଇ ଉଠିଥିଲା। ରାଧାକୃଷ୍ଣ ମନ୍ଦିର ପରିସରରେ ମହାଦେବ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ପ୍ରତ୍ୟେକ ବର୍ଷ ଶୀତଳଷଷ୍ଠୀ ଅବସରରେ ଏହି ବିବାହ ଉତ୍ସବ ପାଳିତ ହୋଇ ଆସୁଛି ବୋଲି ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା କହିଛନ୍ତି। ଶେଷରେ ଆୟୋଜିତ ଦେବ ବିବାହ ଭୋଜିରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ହେଲାଣି ଏଠୁ ହର ପାର୍ବତୀ ବିବାହ ପ୍ରତିବର୍ଷ ହୁଏ। ତେଣୁ ଆମେ ସେତେବେଳେ ବହୁତ ସାନ ଥିଲୁ। ଆମ ପୂର୍ବରୁ ଅଶ୍ୱିନୀ ଭାଇ ଆମର ବୈରଣ ଭାଇ ଯେତେ ଆମର ପୂର୍ବତନ କାର୍ଯ୍ୟକର୍ତ୍ତା ଥିଲେ ଏଇଟା ଗୋଟେ ପରମ୍ପରା ଆମର। ବରକନ୍ୟା ବର ପିତା କନ୍ୟା ପିତା ସାଙ୍ଗରୁ ଗୋଟେ ବରଯାତ୍ରୀ ଯାଆନ୍ତି। ଆଜି ଈଶ୍ୱରଙ୍କ ଦୟାରୁ ଆମ ଭାଗ୍ୟରେ ଆଜି କନ୍ୟା ପିତା ହେବାର ସୌଭାଗ୍ୟ ମିଳିଥିଲା। ପାଖାପାଖି 100ରୁ ଉର୍ଦ୍ଧ୍ୱ ବରଯାତ୍ରୀ ଯାଇଥିଲେ। ବହୁତ ଆଡ଼ମ୍ବର ସହକାର ଯାଇଥିଲେ। ପୁରା ଆମ କମିଟି ସେଥିରେ ପୁରା ସହଯୋଗ କରି ସମସ୍ତେ ଯାଇଥିଲୁ। ବହୁତ ଆନନ୍ଦ ଉଲ୍ଲାସରେ ସେଠି ବରଣୀ ହେଲା। ତାପରେ ମାଙ୍କର ଯେଉଁ ପ୍ରତିଷ୍ଠିତ ଦେବୀ ଆମର ଅଛନ୍ତି ସେ ତାଙ୍କ ପାଖରୁ ଗୁଆ ଆଣିକି ଦେଲା ପରେ ଏଠିକି ପୁଣି ଆସିକି ବିବାହ କର୍ମ କରୁଛୁ। ଆମର ବୈଦିକ ନୀତି ଅନୁସାରେ ଯାହା ପାଞ୍ଜିରେ ଅଛି ସେଟା ବ୍ରାହ୍ମଣ ତାଙ୍କର ନୀତି ଯେଉଁ ସମୟରେ ଯେମିତି ଆମର ସକାଳୁ ହୋଇଥିଲା। ପ୍ରଥମେ ଆଜି ରୁଦ୍ରାଭିଷେକ ହେଲା। ରୁଦ୍ରାଭିଷେକ ବର ପିତା ଆମେ ସକାଳୁ ପ୍ରଥମେ ଆସିକି ଆମେ ନିମନ୍ତ୍ରଣ ଦେଇ ଯାଇଥିଲୁ। ସର୍ବ ଦେବଦେବୀଙ୍କୁ ନିମନ୍ତ୍ରଣ ଦେଇକି ଘରକୁ ଯିବା ପାଇଁ ନିମନ୍ତ୍ରଣ ଦେଇ ଯାଇଥିଲୁ। ତାପରେ ବର ପିତାଙ୍କର କର୍ମ ଅନୁସାରେ ସେମାନେ ଏଠି ଆଗେ ରୁଦ୍ରାଭିଷେକ କଲେ। ରୁଦ୍ରାଭିଷେକ ସରିଲା ପରେ ପ୍ରାୟ 4ଟା ସମୟରୁ ଆମର ବିରାଟ ପଟୁଆର କରିକି ବହୁତ ଆଡ଼ମ୍ବର ସହିତ ଏଠି ଯାଇଥିଲେ ବରଯାତ୍ରୀ ଯାଇଥିଲେ। ସେଠି ତାଙ୍କର ସାମୟିକ ଜଳପାନ ବ୍ୟବସ୍ଥା ହେଇଥିଲା। ଆସିଲା ପରେ ଏଠି ଆମେ ଆଜି ବାହାଘର କର୍ମ ଆରମ୍ଭ କରୁଛୁ। ଆମର ଈଶ୍ୱର ପାର୍ବତୀଙ୍କର ବିବାହର ବୈଦିକ ରୀତିରେ ହେଉଛି ପରମ୍ପରା ଅଛି। ଆମେ ଦୀର୍ଘ 20-25 ବର୍ଷ ହେଲା ଆମେ କରିଆସୁଛୁ। ସେଥିରେ କନ୍ୟା ପିତା ବର ପିତା ଏମାନେ ଆଗରୁ ହେଇ ଆସୁଥିଲେ। ଏ 2 ବର୍ଷ ହେଲା ଆମର ବର ପିତା ଅଜୟ କୁମାର ଶୁକ୍ଳା, କନ୍ୟା ପିତା ସସ୍ତ୍ରୀକ, କନ୍ୟା ପିତା ହେଲେ ପ୍ରଭଞ୍ଜନ ପାଢ଼ୀ ସସ୍ତ୍ରୀକ। ରୀତି ଅନୁସାରେ ସବୁ କାମ ଆମେ ସମ୍ପାଦନ କରୁଛୁ। ଆଗରୁ ଟିକେ ଯାହା ପରିସ୍ଥିତି ଥିଲା ଏବେ ଆମେ ତାକୁ ଡେଭଲପ୍ କରିକି ଚାଲିଛୁ। ଆସ୍ତେ ଆସ୍ତେ ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତା ଆମର ପିଲାମାନେ ଯେଉଁମାନେ ଅଛନ୍ତି ବହୁତ ପିଲା ଆସିକି ଏଠି ଯୋଗଦାନ ଦେଉଛନ୍ତି। ସେମାନେ ବହୁତ ସାହାଯ୍ୟ କରୁଛନ୍ତି। ପ୍ରଥମେ ଆମର ଆଜି ଯେଉଁ ହେଲା ରୁଦ୍ରାଭିଷେକ ହେଲା ସେଟା କନ୍ୟା ପିତା କରନ୍ତି। ସେଟା ସରିଲା ପରେ ଆମେ ଯିବୁ କେଉଁଠିକି କନ୍ୟା ଘରକୁ ପଟୁଆର ସହିତ ବାଜା ରୋଷଣୀ ଏସବୁ ହେଇଥିଲା। ଯାଇକି କନ୍ୟା ଘରେ ପହଞ୍ଚିଲୁ। ସେଠୁ ପୁଣି ଆସି ଏଠି କାର୍ଯ୍ୟକ୍ରମ ଚାଲିଛି, ବିବାହ କାର୍ଯ୍ୟକ୍ରମ ଚାଲିଛି। ୟା ପରେ ଆମର ଗୋଟେ ପ୍ରସାଦ ଛୋଟିଆ ପ୍ରସାଦ ସେବନଟେ ରଖୁଛୁ। ଯେଉଁମାନେ ଅଛନ୍ତି ସେମାନେ ପ୍ରସାଦ ସେବନ କରି ସବୁ ଯିବେ।